ଝାରସୁଗୁଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ। ଝାରସୁଗୁଡ଼ା 23/11 ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରଠାରେ ରବିବାର ଅପରାହ୍ନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଜପା ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ବିହାରରେ ହୋଇଥିବା ଗତ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରରେ ଥିବା ଏନ୍ଡିଏ ଓ କେନ୍ଦ୍ରୀୟ ଭାଜପା ଟିମ୍ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭରସା କରି ନିର୍ବାଚନ ପରିଚାଳନା ଦାୟିତ୍ୱ ପ୍ରଦାନ କରିଥିଲେ। ଧର୍ମେନ୍ଦ୍ରଙ୍କ ଚତୁରଗୋଟି ଚାଳନା ଏବଂ ସୁନିଶ୍ଚିତ ଯୋଜନା ଦ୍ୱାରା ବିହାର ନିର୍ବାଚନରେ ଭାଜପା ଓ ତା'ର ସହଯୋଗୀ ଦଳ ଆଶାଠାରୁ ମଧ୍ୟ ଅଧିକ ସଫଳ ହେବା ସହିତ ରେକର୍ଡ ସଂଖ୍ୟକ ବିଧାନସଭା ସିଟ୍ରେ ବାଜିମାତ କରି ବିହାରରେ ପୁଣି କ୍ଷମତାସୀନ ହେଲେ, ଯାହାକି ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ଏବେ ଜାତୀୟ ରାଜନୀତିରେ ବହୁ ଚହଳ ସୃଷ୍ଟି କରିଛି। ବିହାରରେ ନୂତନ ସରକାର ଗଠନ କାର୍ଯ୍ୟକ୍ରମ ସରିଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଶନିବାର ପହଞ୍ଚିବା ପରେ ସ୍ୱାଗତ କରାଯିବା ସହିତ ରବିବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱ ଭାଜପାର ବହୁତ ମନ୍ତ୍ରୀ, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ଭାଜପା କର୍ମୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନ କର୍ମୀମାନଙ୍କୁ ବିହାରର ବିଜୟ ଧର୍ମ, ନ୍ୟାୟ ଓ ପ୍ରତ୍ୟେକ ଭାରତୀୟଙ୍କ ବିଜୟ ବୋଲି କହିବା ସହିତ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ, କୋଟପାଟ ବିଧାୟକ ରୂପୁ ଉତ୍ରା, ଦେବଗଡ଼ର ପୂର୍ବତନ ବିଧାୟକ ସୁବାସ ପାଣିଗ୍ରାହୀ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ଭାଜପା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ଝାରସୁଗୁଡ଼ା ଭାଜପା ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ସହିତ ଭାଜପାର ବିମଳେନ୍ଦୁ ଭୋଇ, ପ୍ରେମସେନ ରାୟ, ନେତାଜୀ ପଟ୍ଟନାୟକ, ଲଳିତ ମଗର, ବିବେକ ଶ୍ରୀବାସ, ବାଟକିଶୋର ମିଶ୍ର, ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦାନ ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ବ୍ୟୁରୋ ରିପୋର୍ଟ ଓଡ଼ିଆ ଭାସ୍କର।